प्रथमे जाणी रखिबा मेष राशि व्यक्ति विशेषଙ୍କ ପାଇଁ ଆଜିର ଦିନଟି କିପରି ରହିବ। ବ୍ୟବସାୟରେ ଭଲ ଲାଭ କରିବା ଫଳରେ ଉନ୍ନତି ପରିଲକ୍ଷିତ ହୋଇପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବେ। କାର୍ଯ୍ୟଭାର ଅଧିକ ରହିବା ହେତୁ ଆପଣମାନେ ନିଜର ଦକ୍ଷତା ବଳରେ ସବୁ କାମକୁ ବହୁତ ସହଜରେ ସମ୍ପୂର୍ଣ୍ଣ କରିପାରିବେ। ଆଜି ଆପଣମାନେ କାହାର ସାହାଯ୍ୟ ମାଗିପାରନ୍ତି, ହେଲେ ସେହି ବ୍ୟକ୍ତି ମନା କରିବା ଫଳରେ ଆପଣଙ୍କୁ କଷ୍ଟ ମଧ୍ୟ ଅନୁଭବ ହୋଇପାରେ। କିନ୍ତୁ ଆପଣମାନେ ବିଚଳିତ ନ ହୋଇ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ପ୍ରୟାସ କରନ୍ତୁ। ଦେଖିବେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ। ନକାରାତ୍ମକ ଶକ୍ତିଠାରୁ ଆଜି ନିଜକୁ ଦୂରରେ ରଖନ୍ତୁ, ନଚେତ୍ ଏହା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଆଜି କୌଣସି ଖୁସି ଖବର ପାଇବା ଫଳରେ ଘରେ ହସର ଲହରୀ ଖେଳିଯିବ ଓ ବହୁତ ଶାନ୍ତି ମଧ୍ୟ ଅନୁଭବ କରିବେ। ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣମାନେ ସେଥିରେ ସଫଳତା ପାଇବେ। ଏବେ ଆସନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି କିପରି ରହିବ। ବୃଷ ରାଶି ଆପଣଙ୍କ ଭାଗ୍ୟ ସ୍ଥାନରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କ ଭାଗ୍ୟରେ ବୃଦ୍ଧି କରିବ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ କରିବାରେ ଆପଣ ସଫଳ ହେବେ। କିନ୍ତୁ ଆଳସ୍ୟକୁ ତ୍ୟାଗ କରି କାର୍ଯ୍ୟକ୍ଷେତ୍ରରେ ମହା ଉର୍ଜାର ସଞ୍ଚାର ହେବ। ସରକାରୀ କୋର୍ଟ କଚେରୀ ମାମଲାରେ ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ରହିବ। ଆଜି ଆପଣଙ୍କ ଶତ୍ରୁଙ୍କୁ ପରାଜିତ କରିବାରେ ଆପଣ ସଫଳ ହେବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଖ୍ୟାତିର ମଧ୍ୟ ବିସ୍ତାର ହେବ ଏବଂ ଛାତ୍ରଛାତ୍ରୀମାନଙ୍କୁ ଗୁରୁଙ୍କ ଅନୁକମ୍ପା ବା ଆଶୀର୍ବାଦ ପ୍ରାପ୍ତି ହେବାକୁ ଯାଉଛି। ପରିବାରର ସୁଖ ସମୃଦ୍ଧି ପାଇଁ ଆପଣ ବ୍ୟୟ କରିବେ ଏବଂ ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ଆପଣମାନଙ୍କୁ ପ୍ରାପ୍ତି ହେବ। ଆଜି ଦିନରେ ପିତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଧ୍ୟାନ ରଖନ୍ତୁ। ଯେକୌଣସି ନିବେଶ ପାଇଁ ସମୟ ଉତ୍ତମ ରହିଛି। ଆଜି ଆପଣ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ, ନିଶ୍ଚିନ୍ତ ରୂପେ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ। ଆଜି ଦିନରେ ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଗୋଲାପୀ, ଶୁଭ ଅଙ୍କ 8, ଶୁଭ ଦିଗ ପଶ୍ଚିମ ଦିଗ। ଏବେ ଆମେ ଜାଣିବା ମିଥୁନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଭୟର ବାତାବରଣ ସହିତ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ଆଜି ହାତ ଦିଅନ୍ତୁ ନାହିଁ। ଏହି ସମୟ ମଧ୍ୟରେ ଚନ୍ଦ୍ର ଆପଣଙ୍କ ଚତୁର୍ଥ ଘର ଦେଇ ଗତି କରିବେ। ଏହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ନକାରାତ୍ମକ ପରିମାଣର ସୂଚକ ଅଟେ। ତେଣୁ ନିଜର କିମ୍ବା ପରିବାରର ସ୍ୱାସ୍ଥ୍ୟର ବିଶେଷ ଭାବେ ଯତ୍ନ ନେବା ଏବଂ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ପେଟ ବ୍ୟଥା ଏବଂ ଛାତି ଅସ୍ୱାଭାବିକ ଭଳି କିଛି ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡ଼ିପାରେ। ଆଜି ଆପଣଙ୍କ ପିତାଙ୍କ ପକ୍ଷରୁ ସହଯୋଗ ତଥା ଉଚିତ ମାର୍ଗଦର୍ଶନ ପ୍ରାପ୍ତି କରିବେ। ଜୀବନସାଥୀ ଆପଣଙ୍କ ପ୍ରୟତ୍ନରେ ପୂର୍ଣ୍ଣ ସହଯୋଗ କରିବେ ଏବଂ ସନ୍ତାନମାନଙ୍କ ଭବିଷ୍ୟତକୁ ନେଇ ଆପଣ ଟିକେ ଚିନ୍ତିତ ରହିପାରନ୍ତି। ଆଜି ଦିନରେ ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହେଉଛି ହଳଦିଆ, ଶୁଭ ଅଙ୍କ 5, ଶୁଭ ଦିଗ ଉତ୍ତର ଦିଗ। ଏବେ ଆସନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଦିନରେ ଆପଣ କୌଣସି ଜାଗାକୁ ଦୂର ଯାତ୍ରା କରିପାରନ୍ତି। ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ। ପରିଶ୍ରମର ଫଳ ନିଶ୍ଚିନ୍ତ ରୂପରେ ମିଳିବ। ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ମଧ୍ୟ ପ୍ରାପ୍ତି ହେବ। ଆଜି ଦିନରେ ଭାବୁକ ହୋଇ କୌଣସି ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ଆଜି ପାଇଁ ଆପଣମାନଙ୍କର ଶୁଭ ରଙ୍ଗ ହେଉଛି ହାଲକା ଗୋଲାପୀ ଏବଂ ଶୁଭ ଅଙ୍କ ହେଉଛି 8, ଶୁଭ ଦିଗ ହେଉଛି ପୂର୍ବ ଦିଗ। ଏବେ ଆସନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣଙ୍କ ରାଶିଚକ୍ରରୁ ଚନ୍ଦ୍ରମା ଷଷ୍ଠ ଭାଗରେ ଗୋଚର ଭ୍ରମଣ କରିବେ। ତେଣୁ ଆଜି ଆପଣଙ୍କୁ ନ୍ୟାୟିକ ମାମଲାରେ ସଫଳତା ପ୍ରଦାନ କରିବ। ଆପଣଙ୍କ ସାମାଜିକ ମାନସମ୍ମାନ ଓ ପଦପ୍ରତିଷ୍ଠାରେ ବୃଦ୍ଧି ଘଟିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ଅର୍ଜନ କରିବେ, କିନ୍ତୁ ଏଥିରେ ଆପଣଙ୍କ ଶତ୍ରୁମାନଙ୍କର ବୃଦ୍ଧି ମଧ୍ୟ ହୋଇପାରେ। ପାରିବାରିକ ଜୀବନରେ ସନ୍ତାନ ପକ୍ଷରୁ କିଛି ଶୁଭ ସମାଚାର ପ୍ରାପ୍ତି ହୋଇପାରେ। ସନ୍ତାନଙ୍କ ଉନ୍ନତି ହେବା ସହିତ ଜୀବନସାଥୀଙ୍କ ସହିତ ମଧୁର ସମୟ ବ୍ୟତୀତ କରିବେ। ପିତାଙ୍କର ସମ୍ବନ୍ଧରେ ସୁଧାର ଆସିବ। ପ୍ରେମ ଜୀବନରେ
ନୂଆ ଉତ୍ସାହ ଅନୁଭବ କରିବେ ଏବଂ ଆର୍ଥିକ ପକ୍ଷରୁ ଲାଭର ବିଶେଷ ସୁଯୋଗ ରହୁଛି। ଛୋଟିଆ ଋଣ ଭାରରୁ ଆପଣଙ୍କୁ ମୁକ୍ତି ମିଳିବ ଏବଂ ପୁରୁଣା ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରେ। ମାନସିକ ଚିନ୍ତାରେ ମଧ୍ୟ ହାନି ଘଟିବ। ଆଜି ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ। ଦେଖିବେ ନିଶ୍ଚିନ୍ତ ରୂପରେ ଶୁଭଫଳ ପ୍ରାପ୍ତି ହେବ। ଆଜି ପାଇଁ ଆପଣଙ୍କ ଶୁଭ ରଙ୍ଗ ହେଉଛି ଗୋଲାପୀ। ଶୁଭ ଅଙ୍କ ହେଉଛି 8। ଶୁଭ ଦିଗ ଦକ୍ଷିଣ ପୂର୍ବ ଦିଗ। ଏବେ ଆସନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣଙ୍କ ରାଶିଚକ୍ରର ଚନ୍ଦ୍ରମା ଦ୍ୱିତୀୟ ସ୍ଥାନରେ ଚନ୍ଦ୍ର ଗୋଚର କରିବେ। ତେଣୁ ଆଜି ଆପଣଙ୍କର ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ସବୁ ପୂରଣ ହୋଇଯିବ। ଆପଣ ଆଳସ୍ୟକୁ ତ୍ୟାଗ କରି କାର୍ଯ୍ୟକ୍ଷେତ୍ରରେ ମହା ଉଜ୍ଜାର ସଞ୍ଚାର କରିବେ। ସରକାରୀ କୋର୍ଟ କଚେରୀ ମାମଲାରେ ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ରହିବ। ଇଷ୍ଟ ମନଶୀଳ ରହିଲେ ସମସ୍ତ ପ୍ରକାରର ଅଶୁଭ ପରିସ୍ଥିତିକୁ ଏଡ଼ାଇ ଦେଇ ପାରିବେ। ଆଜି ଆପଣମାନେ ଭଗବାନ ଶ୍ରୀ ଗଣେଶଙ୍କୁ ଧୂପ ଅର୍ପଣ କରନ୍ତୁ। ଦେଖିବେ ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ଏବେ ଆସନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣଙ୍କର କୁଟୁମ୍ବରେ ମାନ ସମ୍ମାନ ବଢ଼ିବ। ଘର ପରିବାରରେ ସୁଖ ଶାନ୍ତି ରହିବ। ନିବେଶରୁ ଭଲ ଲାଭ ମଧ୍ୟ ମିଳିପାରେ। ଆପଣଙ୍କର କୌଣସି ବଡ଼ ଇଚ୍ଛା ମଧ୍ୟ ପୂରଣ ହୋଇଯିବ। ଆଜି ଦିନରେ ଯୋଜନାପୂର୍ଣ୍ଣ ଭାବରେ କରାଯାଇଥିବା କାର୍ଯ୍ୟ ଯଥେଷ୍ଟ ଭାବରେ ଶୁଭ ଫଳ ମିଳିବ। ଆଜି ଦିନରେ ଆପଣଙ୍କ ପାଇଁ ବିଶେଷ ଉପାୟ ହେଉଛି ଭାବନାରେ ପଡ଼ି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଦିନରେ ଆପଣଙ୍କ ଶୁଭ ରଙ୍ଗ ହେଉଛି ନୀଳ। ଶୁଭ ଅଙ୍କ 9। ଶୁଭ ଦିଗ ଉତ୍ତର ଦିଗ। ଆଜି ଭାଗ୍ୟ ଆପଣମାନଙ୍କୁ 95% ସାଥ ଦେବ। ଏବେ ଆମେ ଜାଣିବା ବିଛା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣମାନେ ଅନେକ ଶୁଭ ଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ ବାଣିଜ୍ୟ ଏବଂ ଶିଳ୍ପ କାରବାରରେ ପୁଞ୍ଜିନିବେଶ ଲାଭଜନକ ରହିବ। ଆର୍ଥିକ ଲାଭ ଏବଂ ଉନ୍ନତିର ସମ୍ଭାବନା ରହିଅଛି। ଅଟକି ରହିଥିବା ଅର୍ଥର ପୁନରାବୃତ୍ତି ଅସମ୍ଭବ ନୁହଁ। ବନ୍ଧୁ ମିଳନରେ ଆନନ୍ଦ ଉଲ୍ଲାସ ରହିବାର ସୁଯୋଗ ମିଳିପାରେ। ଆପଣ କୌଣସି କାର୍ଯ୍ୟ ଯଦି ଆଜି ଆରମ୍ଭ କରୁଛନ୍ତି, କାର୍ଯ୍ୟର ପ୍ରଥମେ ଆପଣଙ୍କୁ ଲାଗିପାରେ ଆଜି ଆପଣ କାର୍ଯ୍ୟ କରିପାରିବେ ନାହିଁ। ସମସ୍ୟା ସୃଷ୍ଟି ହେବ, ଥକାପଣ ଲାଗିବ, ଚିନ୍ତାପଣ ଲାଗିବ, କିନ୍ତୁ ଆପଣ ଧୈର୍ଯ୍ୟର ସହିତ ରହିବେ। ଚାକିରି କ୍ଷେତ୍ରରେ ହେଉ କିମ୍ବା ବିଜନେସ୍ କ୍ଷେତ୍ରରେ ହେଉ କିମ୍ବା ରିଲେସନ୍ କ୍ଷେତ୍ରରେ ହେଉ, ଆପଣଙ୍କୁ ମନ ହାଲକା ରହିବ। ଧୀରେ ଧୀରେ ଆପଣ ପଜିଟିଭରେ ଅନୁଭବ କରିବେ। ଆଜିଠୁ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବ। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଦେଖିବେ ଆଜିର ଦିନଟି ବହୁତ ଭଲରେ କଟିବ। ଏବେ ଆସନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣଙ୍କୁ ଦୂରଯାତ୍ରା କରିବାର ଯୋଗ ରହୁଛି। ଯେହେତୁ ଆଜି ଚନ୍ଦ୍ରମାର କାଳ ଅଛି, ଆଜି ଆପଣଙ୍କୁ ବହୁତ ଅଫର୍ ଆସିପାରେ। ଆପଣ ମଧ୍ୟ ସେହି ଅଫରକୁ ଗ୍ରହଣ କରିବା ପାଇଁ ନିବେଶ କରିପାରନ୍ତି ଏବଂ ଆପଣ ଦୂର ଦୂରାନ୍ତର ଜାଗା ଯିବା ପାଇଁ ମନରେ କିଛି ଭାବନା ଆସିପାରେ। ଆଜି ହେଉଛି ଆପଣଙ୍କର ଶ୍ରୀଚନ୍ଦ୍ର ଯୋଗ। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ଧୀର ସ୍ଥିର ରଖି କାର୍ଯ୍ୟ କଲେ ଆପଣ ନିଶ୍ଚିନ୍ତ ଭାବରେ ସଫଳ ପାଇବେ। ଆଜିର ଦିନକୁ ଶୁଭଫଳ କରିବା ପାଇଁ ଆଜି ଆପଣ ଭଗବାନ ଶ୍ରୀ ଗଣେଶଙ୍କୁ ଧୂପ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ଦିନ ବହୁତ ମାତ୍ରାରେ ଭଲରେ ରହିବ। ଏବେ ଆମେ ଜାଣିବା ମକର ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣଙ୍କର ରାଶିଚକ୍ରର ଚନ୍ଦ୍ରମା ଷଷ୍ଠ ଭାଗରେ ବିଦ୍ୟମାନ ରହିବେ। ଗ୍ରହର ଗୋଚର ପରିସ୍ଥିତି ଅନୁକୂଳ ଅଛି। ରହିଯାଇଥିବା କାର୍ଯ୍ୟ ଆଜି ପୁରା ହେବାର ଯଥେଷ୍ଟ ଭାବରେ ସମ୍ଭାବନା ରହୁଛି। ଲାଭର ନୂଆ ସାଧନ ଉତ୍ପନ୍ନ ହେବ। ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେଇ ନପାରେ। ଅଧିକାରୀ ବର୍ଗମାନଙ୍କର ସହଯୋଗ ମଧ୍ୟ ମିଳିବନି ଏବଂ ଆଜି ଦିନରେ ଆପଣଙ୍କୁ ନିଜ ବିଶ୍ୱସ୍ତ ଲୋକମାନଙ୍କ ଠାରୁ ଧକ୍କା ପାଇବାର ସମ୍ଭାବନା ଅଛି। ଧନ ନଥିବା କାରଣରୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ମନରେ ଅନେକ ଚିନ୍ତା ରହିବ। ବିଦ୍ୟାର୍ଥୀମାନଙ୍କ ପାଇଁ
କର୍ମଚାରୀମାନଙ୍କ ସହଯୋଗ ମିଳିବନି। ବିନା କାରଣରେ କିଛି ଆପଣଙ୍କ ଉପରେ ଆରୋପ ଲାଗିବାର ଯଥେଷ୍ଟ ସମ୍ଭାବନା ରହୁଛି ଏବଂ ଆଜି କିଛି ଆପଣଙ୍କର ହାନି ଘଟିପାରେ। ସୁଖ ଶାନ୍ତି ଆଜି ଦିନରେ ବାଧା ଉତ୍ପନ୍ନ ଘଟିପାରେ। ଯଦି ଆପଣ ଜଣେ ମହିଳା ଅଟନ୍ତି ତେବେ ନିଜ ସନ୍ତାନମାନଙ୍କ ଉପରେ ଆଜି ବିଶେଷ ଭାବରେ ଧ୍ୟାନ ରଖିବା ଉଚିତ ଏବଂ କିଛି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିଲେ ତାହାକୁ ଗୋପନୀୟ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜିର ଦିନଟିକୁ ଅଧିକ ଶୁଭଫଳ କରିବା ପାଇଁ ଆଜି ଆପଣମାନେ ଆପଣଙ୍କ ଇଷ୍ଟ ଦେବତାଙ୍କୁ ସ୍ମରଣ କରି ଆଜିର ଦିନଚର୍ଯ୍ୟାଟି ଆରମ୍ଭ କରନ୍ତୁ। ଦେଖିବେ ଆଜିର ଦିନଟି ଆପଣମାନଙ୍କ ପାଇଁ ବିଶେଷ ଭାବରେ ଭଲରେ କଟିବ। ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି କିପରି ରହିବ। ଆଜି ଆପଣଙ୍କର ରାଶିଚକ୍ରର ଚନ୍ଦ୍ରମା ନବମ ସ୍ଥାନରେ ଗୋଚର ଭ୍ରମଣ କରିବେ ତଥା ଆଜି ଦିନରେ କୁଟୁମ୍ବରେ ମାନ ସମ୍ମାନ ବଢ଼ିବ। ଘର ପରିବାରରେ ସୁଖ ଶାନ୍ତି ରହିବ। ନିବେଶରୁ ଭଲ ଲାଭ ମଧ୍ୟ ମିଳିପାରେ। ଆପଣଙ୍କର କୌଣସି ବଡ଼ ଇଚ୍ଛା ପୂରଣ ହୋଇଯିବ। ଆଜି ଦିନରେ ଯୋଜନାପୂର୍ଣ୍ଣ ଭାବରେ କରାଯାଇଥିବା କାର୍ଯ୍ୟରେ ଯଥେଷ୍ଟ ଶୁଭଫଳ ମିଳିବ। ଆଜି ଦିନରେ ଦୂରଯାତ୍ରା କରିବା ଫଳରେ ଆପଣଙ୍କୁ କିଛି ମହତ୍ତ୍ୱପୂର୍ଣ୍ଣ ଜାଣକାରୀ ମଧ୍ୟ ମିଳିପାରେ। ଆଜି ଦିନରେ ଆପଣ କୌଣସି ନିର୍ଧନ ବ୍ୟକ୍ତିଙ୍କୁ ଧନର ଦାନ କରନ୍ତୁ। ଦେଖିବେ ଦିନ ଅତ୍ୟନ୍ତ ଶୁଭ ରହିବ। ଆଜି ପାଇଁ ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ 5, ଆପଣଙ୍କୁ ଭାଗ୍ୟ 70% ସାଥ ଦେବ। ଏବେ ଆମେ ଦେଖିବା ମୀନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି କିପରି କଟିବ। ସୁଖ ସମୃଦ୍ଧି, ବନ୍ଧୁ ମିଳନ, ଅତିଥି ସେବା, ବ୍ୟବସାୟିକ ଉନ୍ନତିରେ ଆଜି ଯୋଗ ରହିଛି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତି ଘଟିପାରେ। ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଆସିପାରେ। କାର୍ଯ୍ୟକ୍ଷେତ୍ରରେ ଆଜି ଆପଣମାନଙ୍କୁ ବିଶେଷ ଭାବରେ ସଫଳତା ମିଳିବ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବା ପାଇଁ ଗଲେ ଆଜି ଦିନଟି ଆପଣମାନେ ବିଶେଷ ଭାବରେ ଅନୁକୂଳ ରହିବ। ଅଟକି ଯାଇଥିବା ଟଙ୍କା ଆଜି ଫେରସ୍ତ ପାଇବାର ସମ୍ଭାବନା ଅଛି। ଯଦି ଆପଣ ଏକ ଗାଡ଼ି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହା ଏକ ଉପଯୁକ୍ତ ସମୟ ଅଟେ। ଆଜି ଦିନରେ ଆପଣ ସଂଯୋଗପୂର୍ଣ୍ଣ ଭାବେ କାର୍ଯ୍ୟ କରନ୍ତୁ ଏବଂ ଆଜି ଆପଣ ଶିବ ଚାଳିଶାର ପାଠ କରନ୍ତୁ ଏବଂ ଦୀପ ଜାଳନ୍ତୁ। ଦେଖିବେ ଆପଣଙ୍କ ଦିନ ନିଶ୍ଚିନ୍ତ ଭାବରେ ଭଲରେ କଟିବ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆକାଶିଆ, ଶୁଭ ଅଙ୍କ 9, ଶୁଭ ଦିଗ ପୂର୍ବ ଦିଗ।